ନମସ୍କାର, ଜୟ ଜଗନ୍ନାଥ। ଆଜିର ବିଷୟର ନାମ ରହିଛି ପୁରୁଷର ସଂଘର୍ଷ କେହି ବୁଝନ୍ତି ନାହିଁ। ହଁ ଆଜ୍ଞା, କାହିଁକି ମୁଁ କହିଲି ପୁରୁଷର ସଂଘର୍ଷ କେହି ବୁଝନ୍ତି ନାହିଁ? ପୁରୁଷ ହେବା ମାନେ ନୁହେଁ ଖାଲି ଶକ୍ତିଶାଳୀ ହେବା। ପୁରୁଷ ମାନେ ହେବା ହେଉଛି ତାର ଦୁଃଖ, କଷ୍ଟ, ଯନ୍ତ୍ରଣାକୁ ଲୁଚାଇ ହସି କରି ଦେଖେଇବା। ସେ ଗୋଟେ ପୁରୁଷ। ସେ କେବେ କାନ୍ଦି ପାରେନି କାହା ସାମ୍ନାରେ, କେବେ କାନ୍ଦି ପାରେନି, କେବେ କାହା ସାମ୍ନାରେ ନିଜର ମନର ଯନ୍ତ୍ରଣାକୁ କହିପାରେନି, କାହିଁକି ନା ସେ ଗୋଟେ ପୁରୁଷ। ପୁରୁଷ ବହୁତ ଶକ୍ତିଶାଳୀ ହୋଇଥାଏ ବଳରେ, କିନ୍ତୁ ସେ ପୁରୁଷ ବୋଲି କ'ଣ ତାକୁ ଦୁଃଖ ଲାଗେନି, ତାକୁ କଷ୍ଟ ହୁଏନି, ତାକୁ ଯନ୍ତ୍ରଣା ହୁଏନି? ହୁଏ ଆଜ୍ଞା, ସବୁ କିଛି ହୁଏ, ତଥାପି ସେ ହସେ। ସେଇଥିପାଇଁ କହୁଛି ପୁରୁଷର ସଂଘର୍ଷ କେହି ବୁଝନ୍ତି ନାହିଁ। ସେଇ ବିଷୟରେ ଆଜି ଆଲୋଚନା କରିବା। ତା ପୂର୍ବରୁ କହି ରଖୁଛି ନମସ୍କାର, ଜୟ ଜଗନ୍ନାଥ। ମୁଁ ନମିତା ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ମୋଟିଭେସନାଲ୍ ଫ୍ୟାକ୍ଟ ଷ୍ଟୋରି ୟୁଟ୍ୟୁବ୍ ଚ୍ୟାନେଲ୍। ଯେଉଁମାନେ ଆମ ଚ୍ୟାନେଲ୍ରେ ନୂଆ ଅଛନ୍ତି ସର୍ବପ୍ରଥମେ ଚ୍ୟାନେଲ୍ଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ତାକି ନୂଆ ନୂଆ ଭିଡ଼ିଓ ଆସିଲେ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଆସନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ପୁରୁଷର ସଂଘର୍ଷ ଏଠି କେହି ବୁଝନ୍ତି ନାହିଁ। ପ୍ରକୃତ ସତ କଥା ଆଜି କହିବି। ପୁରୁଷର ଭିତରେ କେତେ ଦୁଃଖ, କଷ୍ଟ, ଯନ୍ତ୍ରଣା ଥାଏ, ସେ କାହାକୁ କହିପାରେନି, କେବେ କାହା ସାମ୍ନାରେ ଦେଖେଇ ପାରେନି। କାହିଁକି ନା ସେ ଜାଣିଛି ଯେ ତାହାର ଦୁଃଖ କଷ୍ଟ ଏ ଦୁନିଆ ବୁଝିପାରିବନି। ସେ ନିଜେ ଭାଙ୍ଗିଯାଏ, ତଥାପି ସେ କେବେ କାହା ସାମ୍ନାରେ କାନ୍ଦି ପାରେନି। ପ୍ରଥମ କଥା, ପୁରୁଷକୁ ଏ ସମାଜ କହେ, ପ୍ରକୃତ ସତ କଥା କହୁଛି ଶୁଣନ୍ତୁ। କ'ଣ କୁହେ? ଯେ ପୁରୁଷ କାନ୍ଦେନି, ପୁରୁଷ କେବେ ଦୁର୍ବଳ ହୁଏନି। କିନ୍ତୁ ସେଇ ପୁରୁଷର ଦୁଃଖ, କଷ୍ଟ, ଯନ୍ତ୍ରଣା ଯେତେବେଳେ ଭିତରେ ସେ ଥାଏ, କେହି ବି ଏ ସମାଜ ପଚାରେନି ତୁ ଭଲରେ ଅଛୁ ତ, ତୁ ଖୁସି ଅଛୁ ତ, ତୋର କିଛି ଦୁଃଖ ନାହିଁ ତ? ସେ ଜମା ପୁରୁଷକୁ ପଚାରେନି। ପ୍ରକୃତ ସତ କଥା। ଦ୍ୱିତୀୟ କଥା, ପୁରୁଷର ଯୁଦ୍ଧ ନିଜ ସହିତ, ସେ ନିଜ ସହିତ ସବୁବେଳେ ଲଢ଼େଇ କରୁଥାଏ। କାହିଁକି ନା ତା ପରିବାର ପାଇଁ। କେତେବେଳେ ତା ପରିବାର ପାଇଁ ଲଢ଼ୁଥାଏ, ତ କେତେବେଳେ ନିଜ ସ୍ୱପ୍ନ ପାଇଁ ଲଢ଼ୁଥାଏ, ତ କେତେବେଳେ ସେ ନିଜ ଦାୟିତ୍ୱ କର୍ତ୍ତବ୍ୟ ପାଇଁ ଲଢ଼ୁଥାଏ। ବହୁତ ଦୁଃଖରେ ଥାଏ ସେ, ବହୁତ ଯନ୍ତ୍ରଣା, ବହୁତ ଟେନସନ୍, ଡିପ୍ରେସନ୍ରେ ଥାଏ। କାହିଁକି ନା ତାର ସ୍ୱପ୍ନ କିଛି ଥାଏ ଯେଉଁଟା ସେ ଫୁଲଫିଲ୍ କରିପାରୁନଥାଏ, ଷ୍ଟ୍ରଗଲ୍ କରୁଥାଏ, ଚାଲୁ ଚାଲୁ ପଡ଼ି ଯାଉଥାଏ। କାହିଁକି ନା ଆପଣମାନେ ଜାଣିଥିବେ, ସ୍ୱପ୍ନ ପୂରଣ କରିବା ପାଇଁ କେତେ ଯେ କଷ୍ଟ କରିବା ପାଇଁ ପଡ଼େ, କେତେ ଯେ ଯନ୍ତ୍ରଣା ସହିବା ପାଇଁ ପଡ଼େ, କେତେ ବାଧା ଆସେ। ପରିବାରକୁ ଖୁସିରେ ରଖିବା ପାଇଁ ଯେ କେତେ କଷ୍ଟ କରିବା ପାଇଁ ପଡ଼େ। ନିଜର ଦାୟିତ୍ୱ ଥାଏ ପରିବାର ପ୍ରତି, ଘର ପ୍ରତି, ପିଲାଛୁଆ ପ୍ରତି। ସେ ପୁରୁଷ କେବେ କାହାକୁ କହିପାରେନି। ତୃତୀୟ କଥା, ପୁରୁଷ ସବୁବେଳେ ନିଜକୁ ଶକ୍ତିଶାଳୀ ଦେଖାଇଥାଏ। କାହିଁକି କହୁଛି? ସେ ନିଜେ ଭାଙ୍ଗିଯାଏ, ଅନେକ ଥର ଭାଙ୍ଗିଯାଏ, ପରିବାର ପାଇଁ ଭାଙ୍ଗିଯାଏ, ନିଜର ସ୍ୱପ୍ନ ପାଇଁ ଭାଙ୍ଗିଯାଏ। କିନ୍ତୁ ସେ ଭାଙ୍ଗିଗଲା ପରେ ବି ସମସ୍ତଙ୍କ ସାମ୍ନାରେ ଦେଖେଇ ହୁଏ ଯେ ଶକ୍ତି ଅଛି ତା ଦେହରେ, ସେ ଦୁର୍ବଳ ନୁହଁ, ସେ ଖୁସିରେ ଅଛି, ତା ମନରେ ଦୁଃଖ ନାହିଁ। ସେ ଶକ୍ତିଶାଳୀ ବୋଲି ନିଜକୁ ପ୍ରମାଣ କରିବା ପାଇଁ ଚେଷ୍ଟା କରେ, ଦେଖାବା କରେ, ଅଭିନୟ କରେ, କିନ୍ତୁ ସେ ଆକ୍ଚୁଆଲି ଭିତରୁ ଭାଙ୍ଗି ଯାଇଥାଏ। ପ୍ରକୃତ ସତ କଥା। ଚତୁର୍ଥ କଥା, ପୁରୁଷ ତାର ଭାବନାର ମୁହୂର୍ତ୍ତ କେତେବେଳେ ଜାଣିଛନ୍ତି? ରାତିରେ। ସେ ଯେତେବେଳେ ରାତିରେ ଏକା ଥାଏ, ଏକା ଶୋଇଥାଏ,
ସେତେବେଳେ ସେ ଗୁମିରି ଗୁମିରି କାନ୍ଦୁଥାଏ, ସବୁ କଥା ଚିନ୍ତା କରେ ଏବଂ ସେ ଭିତରୁ ଭାଙ୍ଗି ଯାଇ ଏତେ କାନ୍ଦୁଥାଏ, ତା କାନ୍ଦ କାହାରି ଆଖିରେ ପଡ଼େନି, କେହି ଦେଖିପାରନ୍ତିନି ପୁରୁଷର କାନ୍ଦ, କିନ୍ତୁ ପୁରୁଷଟିଏ ବି କାନ୍ଦେ ରାତିରେ ଯେତେବେଳେ ସେ ଏକା ଥାଏ। ପ୍ରକୃତ ସତ କଥା। ପଞ୍ଚମ କଥା ପୁରୁଷଠୁ ଶିଖିବା ପାଇଁ ମିଳେ। କ'ଣ ମିଳେ? ପୁରୁଷ ଦୁର୍ବଳ ନୁହେଁ, ସେ ଘରର ସବୁ ଦାୟିତ୍ୱ ନେଇଥାଏ। ଆଉ ସେଇ ପୁରୁଷକୁ ବି ଭଲ ପାଇବା ଦରକାର, ସ୍ନେହ ଦରକାର, ଆଦର ଦରକାର, ସମ୍ମାନ ଦରକାର। ଯଦି ତାକୁ ସେତିକି ନ ମିଳେ ନା, ସେ ଭାଙ୍ଗି ଯାଇଥାଏ ତ ଅଲରେଡ଼ି ତାର ପରିବାର ଦାୟିତ୍ୱ, ସ୍ୱପ୍ନ, ତାର ଘରର ଦାୟିତ୍ୱ ନେଇକରି ଶେଷରେ ଯଦି ତାକୁ ଟିକେ ସ୍ନେହ, ଶ୍ରଦ୍ଧା, ଭଲ ପାଇବା, ସମ୍ମାନ ନ ମିଳେ, ତାହେଲେ କ'ଣ କହିବି, ସେ ଆହୁରି ଭାଙ୍ଗିଯାଏ, ଯେ ମୋର ଦୁନିଆରେ ବଞ୍ଚିବାର ଆଉ କିଛି ଆଶା ମରିଯାଏ। ତ ପୁରୁଷକୁ ବି, ସେ ପୁରୁଷ ଦୁର୍ବଳ ନହେଲେ ବି, ଶକ୍ତିଶାଳୀ ହେଲେ ବି, ପୁରୁଷ ସବୁ ଦାୟିତ୍ୱ ନେଲେ ବି, ତାକୁ ବି ସ୍ନେହ, ଆଦର, ଭଲ ପାଇବା ଦରକାର। ପ୍ରତ୍ୟେକ ପୁରୁଷକୁ ଭଲ ପାଇବା ଦିଅନ୍ତୁ। ନିଜ ଘରର ଯେଉଁ ଅଛନ୍ତି ଆପଣଙ୍କର ସ୍ୱାମୀ ହେଲା, ଭାଇ, ବାପା, ତାଙ୍କୁ ସମ୍ମାନ ଦିଅନ୍ତୁ, ଭଲ ପାଇବା ଦିଅନ୍ତୁ, ସ୍ନେହ କରନ୍ତୁ, ଆଦର କରନ୍ତୁ। କାହିଁକିନା ତାଙ୍କ ଦୁଃଖ ଯନ୍ତ୍ରଣା ସେମାନେ କହିପାରନ୍ତିନି। ଯଦି ଆପଣଙ୍କଠୁ ସ୍ନେହ, ଶ୍ରଦ୍ଧା, ଭଲ ପାଇବା, ଆଦର, ସମ୍ମାନ ପାଇବେ ନା, ତାଙ୍କ ଦୁଃଖକୁ ସେମାନେ ଟିକେ ଭୁଲିଯିବେ। ଶେଷରେ ଗୋଟେ କଥା କହିବି, ଯଦି ତୁମେ ପୁରୁଷ, ମନେ ରଖ, ତୁମର କଷ୍ଟ, ଦୁଃଖ, ଯନ୍ତ୍ରଣା ତୁମକୁ ଶକ୍ତିଶାଳୀ ବନଉଛି। ତୁମର ନୀରବତା ତୁମ ସହ ଲଢ଼ୁଛି। ଆଉ ତୁମେ ଏକା ନୁହେଁ। ଯେତେବେଳେ ସମୟ ଆସିବ, ତମେ ଦେଖିବ ତୁମର ସେହି ଯନ୍ତ୍ରଣା, କଷ୍ଟ ଯେଉଁ ସହି କରି ତୁମେ ଲଢ଼ିଛ, ନିଜେ ଚୁପ୍ ରହିକରି ନିଜ ଭିତରେ ଯୁଦ୍ଧ ଚାଲିକରି ତୁମେ ଶେଷରେ ଜିତିବ। ଆଉ ତୁମେ ଏ ଦୁନିଆକୁ ଦେଖେଇବ ଯେ ତୁମେ କେବେ ବି ହାରିବ ନାହିଁ। ମନେ ରଖ, ଦୁଃଖ ଆସିଲା, ଯନ୍ତ୍ରଣା ଆସିଲା, ସବୁ ଆସିବ, ଦୁଃଖ ଆସିବ, ଯନ୍ତ୍ରଣା ଆସିବ, ତଥାପି ତୁମେ ଶକ୍ତିଶାଳୀ ହେଇକି ରହିବ। ତୁମକୁ ଶକ୍ତିଶାଳୀ ହେଇକି ରହିବା ପାଇଁ ପଡ଼ିବ। ଯେତେବେଳେ ତୁମେ ନିଜ ସହ ଲଢ଼ୁଛ, ଚୁପ୍ ରହୁଛ, ଭାବି ଯାଉଛ, ସେତେବେଳେ ତୁମ ସହିତ ଲଢ଼େଇ ହେଉଛି, ତୁମ ଭିତରେ ଲଢ଼େଇ ଚାଲିଛି। ତୁମେ ଏକା ନୁହଁ, ସବୁ ପୁରୁଷଙ୍କ ଭିତରେ ଏହା ଚାଲିଛି। କିନ୍ତୁ ଶେଷରେ ସମୟ ଆସେ, ସେମାନେ ଜିତନ୍ତି, ଦେଖେଇ ଦିଅନ୍ତି ଦୁନିଆକୁ। ଆଉ ଆଜିର ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ତାହା କମେଣ୍ଟ ମାଧ୍ୟମରେ ମୋତେ ଜଣାଇବେ। ମୁଁ ଆପଣଙ୍କ ମେସେଜର ଉତ୍ତର ନିହାତି ଭାବରେ ଦେବି। ଆଉ ଆପଣ କିପରି ଭିଡ଼ିଓ ଚାହୁଁଛନ୍ତି, ମୋଟିଭେସନ୍ ଭିଡ଼ିଓ, ତାହା ଆପଣ କମେଣ୍ଟରେ ମୋତେ ଜଣାଇବେ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଗୋଟେ ସବସ୍କ୍ରାଇବ୍ କରିଦେବେ। ସବସ୍କ୍ରାଇବ୍ କରିବା ପାଇଁ ପଇସା ପଡ଼େନି ଆଜ୍ଞା। ଆଉ ଗୋଟେ ମେସେଜ୍ କରିଦେବେ କମେଣ୍ଟରେ କେମିତି ଲାଗିଲା। ଆଉ ସେଇ ପୁରୁଷ ଭାଇମାନଙ୍କୁ ମୁଁ କହିବି, ଆପଣଙ୍କ ଦୁଃଖ, ଯନ୍ତ୍ରଣା, କଷ୍ଟ ସବୁକିଛିକୁ ନେଇକରି ମୁଁ ଆଜି ଗୋଟିଏ ଭିଡ଼ିଓ ବନେଇଛି। ମୁଁ ଜାଣିଛି ଏ ଭିଡ଼ିଓ ଦେଖିଲେ ଦୁନିଆ ଜାଣିବ ପୁରୁଷର କଥା କେହି ବୁଝନ୍ତିନି ସତ, କିନ୍ତୁ ପୁରୁଷ ଆପଣ ଯଦି ପୁରୁଷ ହେଇଥିବେ, ନିଜ ସହିତ ଏ ଭିଡ଼ିଓକୁ ଫିଲ୍ କରିପାରିବେ। ଆଉ ଏଇ ଭିଡ଼ିଓରେ ଯେଉଁ ମୁଁ ଶେଷରେ ମେସେଜଟି ଦେଇଛି, ପୁରୁଷକୁ ଟିକେ ଭଲ ପାଇବା ଦିଅନ୍ତୁ, ଆଦର ଦିଅନ୍ତୁ, ସ୍ନେହ କରନ୍ତୁ, ଆଉ ତାକୁ ଟିକେ ସମ୍ମାନ ଦିଅନ୍ତୁ।
ଆଶା କରୁଛି ସେତିକି ତ ମିଳିବ ପୁରୁଷକୁ। କାହିଁକିନା ସେମାନେ ପରିବାରର ଦାୟିତ୍ୱ ନିଅନ୍ତି, ବହୁତ କଷ୍ଟ କରନ୍ତି ପରିବାର ପାଇଁ, ନିଜ ସ୍ୱପ୍ନ ପୂରଣ କରିବା ପାଇଁ ତ ନିଜେ ପରିଶ୍ରମ କରନ୍ତି ତା ସାଙ୍ଗରେ ନିଜ ପରିବାର ଖୁସି ପାଇଁ ବହୁତ କଷ୍ଟ କରନ୍ତି। କେହି ପାଖରେ କାମ କରେ ତ କେହି ଦୂରରେ ଯାଇକି କାମ କରେ, ବହୁତ କଷ୍ଟରେ ପଇସା ଇନକମ୍ କରିକି ପରିବାର ଚଳାନ୍ତି। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଛି। ଯଦି ଭଲ ଲାଗିଛି ସବସ୍କ୍ରାଇବ୍ କରିଦେବେ ଆଉ ଭିଡ଼ିଓକୁ ସମସ୍ତଙ୍କୁ ସେୟାର କରନ୍ତୁ, ସାଙ୍ଗସାଥି ସମସ୍ତଙ୍କୁ ସେୟାର କରନ୍ତୁ। ରହୁଛି, ନମସ୍କାର, ଜୟ ଜଗନ୍ନାଥ, ରାଧେ ରାଧେ, ଜୟ ଶ୍ରୀ ଶ୍ୟାମ।